ଜଗନ୍ନାଥ ସୁରେଶ ଚନ୍ଦ୍ର ସ୍ୱାଇଁ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓଟେ ନେଇଛି। ଶ୍ରୀକୃଷ୍ଣ ମୁଣ୍ଡରେ ମୟୂର ଚୂଳ ବାନ୍ଧନ୍ତି କାହିଁକି? ଅଯୋଧ୍ୟାରେ ରାଜା ଦଶରଥ ରାଜୁତ କରୁଥାନ୍ତି। ମନ୍ଥରାର ପ୍ରରୋଚନାରେ ଶ୍ରୀରାମଚନ୍ଦ୍ର ପ୍ରଭୁ ରାଜା ହେବା ପରିବର୍ତ୍ତେ ବନଗମନ କରିବାକୁ ପଡ଼ିଲା। ଶ୍ରୀରାମଚନ୍ଦ୍ରଙ୍କ ସହିତ ଭ୍ରାତା ଲକ୍ଷ୍ମଣ, ମାତା ଜାନକୀ ବନକୁ ଯିବାକୁ ଜିଦ୍ ଧରି ବସିଲେ। ରାମ ଯେତେ ବୁଝାଇଲେ ମଧ୍ୟ ସେ ଦୁଇଜଣ ନିଜ ଜିଦିରୁ ବିରତ ହେଲେ ନାହିଁ। ଶେଷରେ ରାମଚନ୍ଦ୍ର ବାଧ୍ୟ ହୋଇ ସାନ ଭାଇ ଲକ୍ଷ୍ମଣ ଏବଂ ନିଜର ପ୍ରିୟତମ ମାତା ଜାନକୀଙ୍କୁ ସାଙ୍ଗରେ ନେଇ ବନଗମନ କଲେ। ଏମିତି ବନରେ କିଛି ଦିନ ଅତିବାହିତ ହେଲା। ଦିନକର ସୀତାଙ୍କୁ ବହୁତ ତୃଷ୍ଣା ଲାଗିଲା। ତୃଷ୍ଣା ନିବାରଣ ପାଇଁ ମାତା ଜାନକୀ, ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏବଂ ସାନ ଭାଇ ଲକ୍ଷ୍ମଣ ବହୁ ଜାଗା ଠାବ କଲେ, କିନ୍ତୁ କୌଣସିଠାରେ ଜଳର ସନ୍ଧାନ ମିଳିଲା ନାହିଁ। ରାମ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ସୀତା ବ୍ୟତିବ୍ୟସ୍ତ ଜଳ ପାଇଁ। ଏହି ସମୟରେ ପ୍ରଭୁ ଭଗବାନ କହିଲେ, ହେ ପ୍ରଭୁ, କ'ଣ ଜଳ ବିନା ଆମେ ଏହିପରି ଦଣ୍ଡ ପାଇବୁ? ଠିକ୍ ଏହି ସମୟରେ ଗୋଟିଏ ମୟୂର ଉଡ଼ି ଉଡ଼ି ଆସି ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ପହଞ୍ଚିଲା। କହିଲା, ପ୍ରଭୁ, ମୁଁ ଆପଣଙ୍କୁ ଜଳର ସନ୍ଧାନ ଦେବି। ଆପଣ ମୋ ସହିତ ଆସନ୍ତୁ, ମୁଁ ଜଳ ଦେଖାଇଦେବି, ଆପଣ ତୃଷ୍ଣା ନିବାରଣ କରିବେ। ଏ କଥା ଶୁଣି ରାମଚନ୍ଦ୍ର ଖୁସି ହୋଇଗଲେ ଏବଂ ମୟୂରଟି କହିଲା, ମୁଁ ଆକାଶ ମାର୍ଗରେ ଉପରେ ଉଡ଼ି ଉଡ଼ି ଯିବି। ଯିବା ସମୟରେ ବାଟରେ ଗୋଟିଏ ଗୋଟିଏ ପର ଖସେଇ ଖସେଇ ଯାଉଥିବି, ଗୋଟିଏ ଗୋଟିଏ ପର ଖସେଇ ଖସେଇ ଯାଉଥିବି। ଆପଣ ସେହି ପରକୁ ଦେଖି ଦେଖି ମୋତେ ଅନୁଧାବନ କରିବେ। ଶେଷରେ ଆମେ ସେହି ପୁଷ୍କରିଣୀ ନିକଟରେ ପହଞ୍ଚିଯିବା। ମୟୂର ଠିକ୍ ସେହିପରି ଆକାଶରେ ଉଡ଼ି ଉଡ଼ି ଚାଲିଲା। ଗୋଟିଏ ଗୋଟିଏ ପର ଖସେଇ ଖସେଇ ଚାଲିଲା। ଯେତେବେଳେ ମୟୂରଟି ଏହି ପୋଖରୀ କୂଳରେ ପହଞ୍ଚିଗଲା, ମାତା ଜାନକୀ ବହୁତ ଖୁସି ହୋଇଗଲେ। ପ୍ରଭୁ ରାମଚନ୍ଦ୍ର ମଧ୍ୟ ବହୁତ ଖୁସି ହୋଇଗଲେ। ଲକ୍ଷ୍ମଣ ମଧ୍ୟ ବହୁତ ଖୁସି ହୋଇଗଲେ। ମାତା ଜାନକୀ ତୃଷ୍ଣା ନିବାରଣ କଲେ। ସେମାନଙ୍କ ସହିତ ପ୍ରଭୁ ରାମଚନ୍ଦ୍ର ଏବଂ ସାନ ଭାଇ ଲକ୍ଷ୍ମଣ ମଧ୍ୟ ସେମାନଙ୍କର ତୃଷ୍ଣା ନିବାରଣ କଲେ। ରାମଚନ୍ଦ୍ର ଅତି ଖୁସି ମନରେ ବସିଥାନ୍ତି। ମୟୂରଟି ତାଙ୍କ ପାଖରେ ଛିଡ଼ା ହୋଇଥାଏ। ମୁର୍ମୂଷ ଅବସ୍ଥାରେ ଠଳ ଠଳ ହେଉଥାଏ, ଠିଆ ହୋଇପାରୁନଥାଏ ଠିକ୍ ଭାବରେ। ପ୍ରଭୁ ରାମଚନ୍ଦ୍ର ମୟୂରଟି କହିଲେ, ହେ ମୟୂର, ଏହି ଜନ୍ମରେ ତ ମୁଁ ତୁମର ଋଣ ପରିଶୋଧ କରିପାରିବି ନାହିଁ। ତୁମେ ମୋର ବହୁତ ବଡ଼ ଉପକାର କରିଛ। ମୁଁ ଆର ଜନ୍ମରେ ଯେତେବେଳେ ଶ୍ରୀକୃଷ୍ଣ ହୋଇ ଜନ୍ମ ହେବି, ତୁମର ଏହି ମୟୂର ଚନ୍ଦ୍ରିକା ମୋ ମଥାରେ ଶୋଭା ପାଇବ। ନିଶ୍ଚୟ ମୁଁ ତୁମର ଋଣ ପରିଶୋଧ କରିବି। ମୟୂରଟି ଖୁସି ହୋଇଗଲା। ତାର ଜୀବନ ମଧ୍ୟ ସେଇଠି ଚାଲିଗଲା। କାହିଁକି ନା ମୟୂର ନିର୍ଦ୍ଦିଷ୍ଟ ସମୟରେ ପର ଝଡ଼ାଇଥାଏ। ଯେହେତୁ ଅନ୍ୟ ସମୟରେ ତାକୁ ପର ଝଡ଼ାଇବାକୁ ପଡ଼ିଲା ରାମଚନ୍ଦ୍ରଙ୍କ ସେବା ପାଇଁ, ସେଥିପାଇଁ ସେ ଅସୁସ୍ଥ ହୋଇପଡ଼ିଲା ଏବଂ ମୃତ୍ୟୁବରଣ କଲା। ପ୍ରଭୁ ରାମଚନ୍ଦ୍ର ଯେତେବେଳେ କୃଷ୍ଣ ଜନ୍ମ ପାଇଲେ, ଦୁଷ୍ଟ ହେଲେ, ଚଗଲା ହେଲେ, ଠିକ୍ ସେହି ସମୟରେ ମା ଯଶୋଦା ତାଙ୍କୁ ଦୌଡ଼ିରେ ବାନ୍ଧି ପକାଉଥିଲେ ତ କେତେବେଳେ, ପୁଣି କେତେବେଳେ ମୟୂର ଚନ୍ଦ୍ରିକାରେ ତାଙ୍କ ମଥାକୁ ସଜାଇ ଦେଉଥିଲେ। ଏହିପରି ଭାବରେ ମୟୂର ଚନ୍ଦ୍ରିକା ସେବେଠାରୁ
ଶ୍ରୀକୃଷ୍ଣଙ୍କ ମଥାରେ ଶୋଭା ପାଉଛି। ଜୟ ଜଗନ୍ନାଥ। ଉପକାର କେବେ ବ୍ୟର୍ଥ ଯାଏ ନାହିଁ। ତେଣୁକରି ମୋର ଏହି ଗପଟିକୁ ଶୁଣିଥିବା ସମସ୍ତ ଭାଇ ବନ୍ଧୁ ଭଉଣୀ ମା' ମାନେ ସମସ୍ତଙ୍କୁ ମୋର ଆନ୍ତରିକ ନିବେଦନ, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ, ଲାଇକ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।